ମା କୁଆଡେ ଗଲୁ ମା? କଣ ହେଲା ପୁଅ? ମା ଜାଣିଛୁ ଆଜି ଲିପୁନ କୁ ତା ନୂଆ ମା ବହୁତ ମାରିଲେ ଆଉ ତାର ସବୁ ବାଲ ବିକାଶ ବହି ପୁରା ପୋଡି ଦେଲେ ମୋରି ସାମ୍ନାରେ। କାହିଁକି ପୁଡ଼ିଲେ ମତେ କହନି। ମା ଜାଣିଛୁ ଆଉ ମତେ ବି ତାଙ୍କ ଘର ଯିବା ପାଇଁ ମନା କରିଛନ୍ତି। ଗୁରୁମା ଗୁରୁମା କଣ ହେଲା ପୁଅ? ଲିପୁନ ପ୍ରଣାମ ଗୁରୁମା। ହଠାତ୍ ତୁ ଏଠି? ଆରେ ଲିପୁନ ଆଜି ତ ନୂଆ ମା କଣ ପାଇଁ ମାଇଲେ ଟିକେ କହିଲୁ? ତୁ ତ ସାଙ୍ଗ ସବୁ ଦେଖି ଆସିଲି ରେ ସାଙ୍ଗ, ଆଉ କହିବି ବା କଣ? ନୂଆ ମାନେ ସତ ମିଛ କରି ବାପାଙ୍କୁ ଅନେକ ମିଛ ସତ କଥା କହୁଛନ୍ତି ଏବଂ ଅନେକ ସମୟରେ ମତେ ପିଲା ଧରିବାକୁ କହୁଛନ୍ତି ରେ, ପିଲା ଧରିବାକୁ କହୁଛନ୍ତି। କଣ ସତରେ? ହଁ ରେ ସାଙ୍ଗ ସତରେ। ସେଥିପାଇଁ ମୁଁ ଅନେକ ସମୟରେ ସ୍କୁଲ ବି ଯାଇପାରୁନାହିଁ ରେ, ସ୍କୁଲ ବି ଯାଇପାରୁନାହିଁ। ଆଜି ମୋର ବାଲ ବିକାଶ ବହି ପୋଡ଼ି ଦେଲେ ଏବଂ ବହୁତ ମାରିଛନ୍ତି ରେ ସାଙ୍ଗ। ଦେଖ ରେ ସାଙ୍ଗ ସତରେ କେତେ ମାରିଛନ୍ତି? ଏତିକି ନୁହେଁ ରେ ସାଙ୍ଗ, ମତେ ମଧ୍ୟ କହିଛନ୍ତି ମତେ ନେଇ ହୋଟେଲରେ ରୋକାଇ ଦେବେ, ଏଠି ଖାଇବା ରହିବା ହେଇଯିବ, ଆଉ ଫେରିବି ନାହିଁ ରେ ସାଙ୍ଗ, ଆଉ ଫେରିବି ନାହିଁ। ସିପୁନ ତୋ ବାପାଙ୍କୁ ଡାକିଲୁ। ବାପା ବାପା ମା ଡାକୁଛି ପରା। ହଁ ରେ ପୁଅ, ମୁଁ ସବୁ କିଛି ଶୁଣି ଆସିଲି। ମୁଁ ବି ଆଉ କଣ କରିପାରିବି କହିଲ? ସଂଗ୍ରାମ ମୋର ପିଲାଦିନର ସାଙ୍ଗ। ସେ ମୋର ସାଙ୍ଗ ହିସାବରେ ମୁଁ ତ କେତେ ଥର ନ ବୁଝେଇଛି। ପ୍ରଥମ ସ୍ତ୍ରୀ ମରିଗଲା ପରେ ଦ୍ୱିତୀୟ ବିବାହ କରନା, ହେଲେ ସେ ମୋ କଥା କଣ ଶୁଣିଲା? ଏବେ ଦେଖ ତାରି ସୁଖ ପାଇଁ ଆଜି ଏ ପିଲାଟା କି ଦୁଃଖ ଭୋଗୁଛି। ଆଚ୍ଛା ବାପା ଲିପୁନ, ତ ବାପା କଣ ଏସବୁ କଥା ଜାଣିଛନ୍ତି କି? ହଁ ମଉସା, ନୂଆ ମାନେ ସତ ମିଛ କରି ବାପାଙ୍କୁ ଅନେକ ମିଛ ସତ କଥା କହୁଛନ୍ତି। ମୁଁ ଯଦି କହିଲି ନା, ବାପା କହୁଛନ୍ତି ନୂଆ ମାଙ୍କ କଥା ମାନିଯା, ଆଉ କିଛି ଅସୁବିଧା ହେବ ନାହିଁ। ମୁଁ ଏଠି କେଉଁ ଭରସାରେ ବଞ୍ଚିବି କୁହନ୍ତୁ ମତେ ମଉସା, କୁହନ୍ତୁ। ତୁ କାନ୍ଦନା ରେ ପୁଅ, କାନ୍ଦନା, ଦେଖିବା କଣ ଗୋଟେ କରିବା। ଯଦି ପାଠ ପଢି ପାରିବି ନାହିଁ, ଇଚ୍ଛା ହେଲେ ମୋ ମା ଫଟୋ ଦେଖି ପାରିବି ନାହିଁ, ଏଠି କେଉଁ ଭରସାରେ ବଞ୍ଚିବି କୁହନ୍ତୁ ମଉସା, ମତେ କୁହନ୍ତୁ। ହଉ ରେ ପୁଅ କାନ୍ଦନା, କଣ ଗୋଟେ କରିବା। କାହିଁ କାନ୍ଦୁଛୁ? ମନ ଦୁଃଖ କରନା। ଲିପୁନ ତୁ ଆମ ଘରେ ରହିଯିବୁ, ଏଠି ତୋର କିଛି ବି ଅସୁବିଧା ହେବ ନାହିଁ। ତୋ ବାପା ଆସିଲେ ଆମେ ସବୁ କଥାବାର୍ତ୍ତା ହେବା। ତୁ ସିପୁନ ପାଖରେ ରହିଯିବୁ, ତୋର ଏଠି କିଛି ବି ଅସୁବିଧା ହବନି। ଆଜିଠୁ ଲିପୁନ ସିପୁନ ମୋର ଦୁଇ ପୁଅ। ନାଇଁ ମାଉସୀ ନାଇଁ, ପୁଣି ବାପା ଏଟାକୁ ଆସି ନେଇଯିବେ। ପୁଣି ଯୋଉ ଦୁଃଖ କଷ୍ଟକୁ ସେଇ ଦୁଃଖ କଷ୍ଟ, ମୋ ଭାଗ୍ୟରେ ଯାହା ଲେଖା ଥିବ ସେଇଆ ହିଁ ହେବ। ଆପଣ ମାନେ ମୋ ପାଇଁ କାହିଁକି କଷ୍ଟ ଅନୁଭବ କରିବେ ଗୁରୁମା, କାହିଁକି କଷ୍ଟ ଅନୁଭବ କରିବେ? ଆରେ ଲିପୁନ, ଇଏ ତୁ କଣ କହୁଛୁ? ସଂଗ୍ରାମ ମୋର ପିଲାଦିନର ସାଙ୍ଗ, ସିଏ ସେମିତି କିଛି କରିପାରିବନି। ସବୁ କଥା ଆମେ ବୁଝାବୁଝି କରିଦବୁ। ତୁ ସେଥିପାଇଁ କାହିଁ ମନ ଦୁଃଖ କରୁଛୁ? ହଉ ଯାହା ହବା କଥା ହେଇଗଲା, ଏବେ ପଛ କଥା ସବୁ ଭୁଲିଯା। ଆଜି ରବିବାର, ମନ୍ଦିରରେ ବାଲ ବିକାଶ ଥିବ। ଆରେ ଲିପୁନ ସିପୁନ, ତମେ ଦୁହେଁ ବାହାରି ପଡିଲ ବାଲ ବିକାଶ ପାଇଁ। ବୁଝିଲ ପୁଷ୍ପା, ଆଜି ମୋର ଲୋକ ଅଦାଲତ ଅଛି, ମୁଁ ଯାଉଛି। ପିଲାମାନଙ୍କର ଟିକେ ଧ୍ୟାନ ରଖିଥିବ। ମୁଁ ତାହେଲେ ଏବେ ଆସୁଛି। ହଉ ଯାଅ ଯାଅ, ଚାଲ ବାଲ ବିକାଶ ପାଇଁ ବାହାରି ପଡିବ, ଚାଲ। ଆଜ୍ଞା ଗୁରୁମା।